ନମସ୍କାର ବନ୍ଧୁଗଣ, ଆଜିର ଏହି ପ୍ରେରଣାଦାୟକ କାହାଣୀଟି ଆମ ଯୁବ ସମାଜ ପାଇଁ ଗୋଟିଏ ଉପଦେଶ। ତ ଭିଡ଼ିଓକୁ ସମାପ୍ତ ହେବା ପର୍ଯ୍ୟନ୍ତ ଧ୍ୟାନରେ ଶୁଣି ନିଅନ୍ତୁ। ଗୋଟିଏ ଦିନର କଥା, ଗୋଟିଏ ପୁଅ ତା ବୃଦ୍ଧ ପିତାକୁ ରାତ୍ରି ଭୋଜନ କରିବା ପାଇଁ ଗୋଟିଏ ଭଲ ରେଷ୍ଟୁରାଣ୍ଟ ନେଇକି ଗଲା। ସେଇଠି ଖାଇବା ଅର୍ଡ଼ର ଦେଲା। ଆଉ କିଛି ସମୟ ପରେ ଖାଇବା ବି ଆସିଗଲା। ତ ସେମାନେ ଖାଇବା ଆରମ୍ଭ କଲେ, କିନ୍ତୁ ଖାଇବା ସମୟରେ ତା ବୃଦ୍ଧ ବାପା ବହୁତ ଥର ତା କପଡ଼ାରେ ଖାଇବା ସବୁକୁ ପକାଉଥିଲା। ରେଷ୍ଟୁରାଣ୍ଟରେ ଖାଉଥିବା ଅନ୍ୟ ଲୋକମାନେ ସେ ବୃଦ୍ଧ ବାପକୁ ଏମିତି ଖାଉଥିବାର ଦେଖିକି ଘୃଣାର ନଜରରେ ଦେଖୁଥିଲେ, କିନ୍ତୁ ବୃଦ୍ଧ ବ୍ୟକ୍ତିର ପୁଅ ଶାନ୍ତିରେ ବସିଥିଲା। ଆଉ ଖାଦ୍ୟ ଖାଇସାରିବା ପରେ ବିନା କିଛି ଲଜ୍ଜାରେ ପୁଅ ବୃଦ୍ଧ ବାପକୁ ୱାସରୁମ୍ ନେଇଗଲା। ଆଉ ତାଙ୍କ କପଡ଼ା ସେଇଠି ସଫା କଲା, ତାଙ୍କ ମୁହଁକୁ ସଫା କଲା, ଆଉ ପାନିଆରେ ତାଙ୍କ ମୁଣ୍ଡକୁ କୁଣ୍ଡେଇ ଦେଲା ଏବଂ ଚଷମା ପିନ୍ଧେଇକି ୱାସରୁମ୍ରୁ ବାହାରକୁ ଆଣିଲା। ଆଉ ସେତେବେଳେ ରେଷ୍ଟୁରାଣ୍ଟରେ ସବୁ ଲୋକ ସେହି ବୃଦ୍ଧ ବାପ ଆଉ ପୁଅକୁ ଚୁପଚାପ ବସିକି ଦେଖୁଥିଲେ। ପୁଅ ବାପକୁ ଗୋଟିଏ ଜାଗାରେ ଛିଡ଼ା କରିକି ରେଷ୍ଟୁରାଣ୍ଟ ମାଲିକ ପାଖକୁ ଗଲା ଏବଂ ଖାଇଥିବା ଖାଇବା ସବୁର ବିଲ୍ ପେ କଲା। ଆଉ ନିଜ ବୃଦ୍ଧ ବାପକୁ ଧରିକି ବାହାରକୁ ଯାଉଥିଲା। ଠିକ୍ ସେତିକି ବେଳେ ସେହି ରେଷ୍ଟୁରାଣ୍ଟରେ ଖାଉଥିବା ଅନ୍ୟ ଜଣେ ବୃଦ୍ଧ ବ୍ୟକ୍ତି ପୁଅକୁ ଆବାଜ ଦେଲା ଆଉ କହିଲା, ପୁଅ, କ'ଣ ତମକୁ ଲାଗୁନି ଏଇଠି ପଛରେ ତମେ କିଛି ଛାଡ଼ିକି ଯାଉଛ ବୋଲି? କିନ୍ତୁ ପୁଅ ଉତ୍ତର ଦେଲା, ନାହିଁ ସାର୍, ମୁଁ ଏଇଠି କିଛି ବି ଛାଡ଼ିକି ଯାଉନି। ତ ବୃଦ୍ଧ ବ୍ୟକ୍ତି ଜଣକ କହିଲା, ପୁଅ, ତମେ ଏଇଠି ଛାଡ଼ିକି ଯାଉଛ ପ୍ରତ୍ୟେକ ପୁତ୍ରଙ୍କ ପାଇଁ ଗୋଟିଏ ଶିକ୍ଷା, ଆଉ ପ୍ରତ୍ୟେକ ପିତାଙ୍କ ପାଇଁ ଗୋଟିଏ ଆଶା, ଭରସା ଏବଂ ବିଶ୍ୱାସ। ଏମିତିରେ ବି ଆଜିକା ଦୁନିଆରେ ଲୋକମାନେ ନିଜ ବୃଦ୍ଧ ପିତାମାତାଙ୍କୁ ବାହାରକୁ ନେବା ପାଇଁ ପସନ୍ଦ କରୁନାହାନ୍ତି। ଆଉ କୁହନ୍ତି, ବାହାରକୁ ଗଲେ ତମେ କ'ଣ କରିବ? ଠିକ୍ରେ ତ ଚାଲିପାରୁନ, ଠିକ୍ରେ ତ ଖାଇପାରୁନ, ଯାଇକି କ'ଣ କରିବ? ଭଲ ହେବ ତମେ ଘରେ ରୁହ। କ'ଣ ଆପଣମାନେ ଭୁଲିଗଲେ ଯେତେବେଳେ ଆପଣ ଛୋଟ ଥିଲେ ଆପଣଙ୍କ ପିତାମାତା ଆପଣଙ୍କୁ ନିଜ କୋଳରେ ଉଠେଇକି ନେଇଯାଉଥିଲେ? ଯେତେବେଳେ ଆପଣ ଛୋଟ ଥିଲେ ଆଉ ଠିକ୍ସେ ଖାଇପାରୁନଥିଲେ ସେତେବେଳେ ମା ଆପଣଙ୍କୁ ନିଜ ହାତରେ ଖୁଆଇ ଦେଉଥିଲା। ଆଉ ଖାଇବା ପଡ଼ିଗଲେ ବି ମା ଆପଣଙ୍କୁ ଗାଳି ନ କରିକି ସ୍ନେହରେ ଗେଲ କରୁଥିଲା। ସେହି ପିତାମାତା ଯିଏକି ନିଜର ଛୁଆର ଖୁସି ପାଇଁ ନିଜ ଖୁସିକୁ ତ୍ୟାଗ କରିଦେଉଥିଲା, ନିଜ ଇଚ୍ଛାକୁ ମାରି ଦେଉଥିଲା। ଆଜିକା ସମାଜରେ ଅଧିକାଂଶ ଲୋକଙ୍କୁ ସେହି ପିତାମାତା କ'ଣ ପାଇଁ କେଜାଣି ବୃଦ୍ଧ ଅବସ୍ଥାରେ ବୋଝ ବୋଲି ଲାଗନ୍ତି। ସାଙ୍ଗମାନେ, ପିତାମାତା ହେଉଛନ୍ତି ଭଗବାନଙ୍କର ସ୍ୱରୂପ। ସେମାନଙ୍କର ଆଦର କର, ତାଙ୍କୁ ସ୍ନେହ ଦିଅ, ତାଙ୍କୁ ସମ୍ମାନ ଦିଅ, ତାଙ୍କର ସେବା କର, କାହିଁକି ନା ଗୋଟିଏ ଦିନ ଆପଣଙ୍କୁ ବି ବୁଢ଼ା ହେବାକୁ ପଡ଼ିବ। 1000 ଫୁଲ ଦରକାର ଗୋଟିଏ ମାଳ ତିଆରି କରିବା ପାଇଁ, 1000 ଦୀପ ଦରକାର ଗୋଟିଏ ଆଳତି କରିବା ପାଇଁ, 1000 ବୁନ୍ଦା ପାଣି ଦରକାର ଗୋଟିଏ ସମୁଦ୍ର ବନେଇବା ପାଇଁ, କିନ୍ତୁ ପିତାମାତା ହିଁ ଯଥେଷ୍ଟ ଘରକୁ ସ୍ୱର୍ଗ ବନେଇବା ପାଇଁ। ସାଙ୍ଗମାନେ, ଯଦି ଆଜିର ଏହି କାହାଣୀଟି ଆପଣମାନଙ୍କୁ ଛୁଇଁଥିବ ତାହେଲେ ଏହି ଭିଡ଼ିଓକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆଉ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।